ସୂର୍ଯ୍ୟନାରାୟଣ ବିଶୋଇ ଏସୋସିଆଇ କମ୍ୟୁନିଷ୍ଟ ପାର୍ଟି ତାର ମୁଁ ହେଉଛି ବ୍ଲକ ସମ୍ପାଦକ ମଣ୍ଡଳୀ ସଦସ୍ୟ ଜିଲ୍ଲାର। ତେଣୁ ଆଜି ଆମେ ଏଠି ଅନୁଭବ କରୁଛୁ ବୋଇପାରୁରା ବ୍ଲକ ଅଞ୍ଚଳରେ ଗଣତନ୍ତ୍ର ଦିବସର 75 ବର୍ଷତମ ଗଣତନ୍ତ୍ର ଦିବସରେ ଯେଉଁ ପ୍ରକାର ଅବ୍ୟବସ୍ଥା ଭିତରେ ବ୍ଲକ ହେଡ଼କ୍ୱାର୍ଟରଠୁ ଆରମ୍ଭ କରି ଅନ୍ୟାନ୍ୟ ଅଞ୍ଚଳରେ ପାଳନ କରାଯାଉଛି, ଯାହାକି ଗୋଟେ ମାନେ ନାମକା ବାସ୍ତା ଗୋଟେ ପାଳନ କରାଯାଉଛି। ଆମେ ପିଲାବେଳୁ ଦୀର୍ଘ 45 ବର୍ଷ ଧରି ମୁଁ ଦେଖି ଆସୁଥିଲି ଯେ ସମସ୍ତ ଛାତ୍ର ଯୁବକ ଆରମ୍ଭ କରି ସାଧାରଣ ଅଭିଭାବକ ଏବଂ ବ୍ଲକର ବିଭିନ୍ନ ଅଞ୍ଚଳରୁ ଲୋକ ଆସନ୍ତି ଯେ ଗଣତନ୍ତ୍ର ଦିବସ ମର୍ଯ୍ୟାଦା ସହିତ ପାଳନ କରିବା ପାଇଁ ଗୋଟେ କେନ୍ଦ୍ରୀୟ ଭାବରେ ପାଳନ କରାଯାଏ। ଖେଳକୁଦ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୁଏ, ଆଉ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଏ, ପ୍ରାଇଜ୍ ବି ଦିଆଯାଏ, ଆଉ ସମସ୍ତେ ଗୋଟେ ଅନୁଭବ କରନ୍ତି ଆଜି ହେଉଛି ଗଣତନ୍ତ୍ର ଦିବସ। ପ୍ୟାରେଡ୍ ହୁଏ, ଅଭିବାଦନ ଗ୍ରହଣ କରନ୍ତି ବ୍ଲକ ସ୍ତରୀୟ ବିଡ଼ିଓ। କିନ୍ତୁ ଆମେ 75 ବର୍ଷ ପରେ ଆଜି ଦେଖିଲୁ ଯେ ଗୋଟେ ସାଧାରଣ ତାଙ୍କ ପାଇଁ ଗୋଟେ ମାନେ କେଲି ଟାଇପ୍ର ବ୍ୟବହାର କରୁଛନ୍ତି। ଖାଲି ନାମକ ପତାକା ଉତ୍ତୋଳନ କରିଦେଲେ ବ୍ଲକରେ, କିନ୍ତୁ ସାଧାରଣ ଜନତାଙ୍କର ସହଯୋଗ, ଛାତ୍ରମାନଙ୍କର ସହଯୋଗ, ଯୁବକମାନଙ୍କର ସହଯୋଗ, ସାଂସ୍କୃତିକ କାର୍ଯ୍ୟକ୍ରମ କିଛି ନାହିଁ। ଏସବୁ ଭିତରେ ସେମାନେ ଆଜି 2 ମିନିଟ୍ ଭିତରେ ସରାଇଦେଲେ। ଆଉ ଆମେ ଆଉ ଗୋଟେ ଦେଖିବାକୁ ପାଇଲୁ ଯେ ICDS ଆମ ବୋଇପାରଡ଼ା ବ୍ଲକର ICDS ଅଫିସରେ ପ୍ରତିବର୍ଷ ମାନେ ଅନ୍ତତଃ ପତାକା ଉତ୍ତୋଳନଟା କରୁଥିଲେ, କିନ୍ତୁ ଏ ବର୍ଷ ଦେଖିବାକୁ ମିଳିଲା ଯେ ପତାକା ଉତ୍ତୋଳନ ହିଁ ହେଲା ନାହିଁ। ମାନେ ଗଣତନ୍ତ୍ର ପ୍ରତି ସେମାନେ ଅବମାନନା, ଜାତୀୟ ପତାକା ପ୍ରତି ଅବମାନନା। ଏଇଟା ହଉ ସେମାନେ ହିଁ ଯେଉଁ ମାନେ ସରକାର ଯେଉଁ ଜାତୀୟ ପତାକା ସମ୍ମାନ ଦେଇ ଆସିଛି, ସେ ସମ୍ମାନର ଅଙ୍ଗ ହିସାବରେ ଏମାନେ କରିବାକୁ ବାଧ୍ୟ, କିନ୍ତୁ ତାଙ୍କୁ ହେୟ ଜ୍ଞାନ କରିକି ଏ କରୁଛନ୍ତି। ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଆଉ ICDS ଅଫିସରଙ୍କୁ ଏହାପରେ କୈଫିୟତ ତଲବ କରିବା ଦରକାର। ଆଉ ପରବର୍ତ୍ତୀ ସମୟରେ ଯେମିତି ଭଲ ଭାବରେ କାର୍ଯ୍ୟକ୍ରମ ହେଇପାରିବ, ଆଉ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଆମେ ଦୃଢ଼ ଦାବି କରୁଛୁ। ମୋ ନାଁ ସୁଶାନ୍ତ କୁମାର ସାହୁ, ବୋଇପାଡ଼ା ପଞ୍ଚାୟତ ନାୟବ ସରପଞ୍ଚ। ବନ୍ଦେ ମାତରମ୍। ମୋର ଦୁଃଖର ବିଷୟ, କୋରାପୁଟ ଜିଲ୍ଲା ବୋଇପାଡ଼ା ବ୍ଲକ ଗୋଟେ ଅପାନ୍ତ ଅଞ୍ଚଳ। ବୋଇପାଡ଼ା ବ୍ଲକରେ 20 ଗୋଟି ପଞ୍ଚାୟତ ଅଛି। ସେ ପଞ୍ଚାୟତ ସ୍ତରର ପିଲାମାନେ ଆସି ଏଠି ସ୍କୁଲ କଲେଜରେ ପାଠ ପଢ଼ୁଛନ୍ତି। କିନ୍ତୁ ଦୁଃଖର ବିଷୟ, ଆଜି ବୋଇପାଡ଼ା ବ୍ଲକ ଠାରେ ପ୍ୟାରେଡ୍ ହେଇପାରିଲା ନାହିଁ। କାହିଁକିନା ଅଗଷ୍ଟ 15 ଜାନୁଆରୀ 26 ପ୍ୟାରେଡ୍ ହେଉଥିଲା, କିନ୍ତୁ ଅଗଷ୍ଟ 15 ବର୍ଷା ହେତୁ କୌଣସି କାରଣ ହେଇପାରୁନାହିଁ। ବଡ଼ ଦୁଃଖର ବିଷୟ। କିନ୍ତୁ ଆମ ଜାନୁଆରୀ 26ରେ ପାଗ ସବୁ ଠିକ୍ ଅଛି। ଏଇ ସମୟରେ ଆମେ କରିବା କଥା ପ୍ୟାରେଡ୍। ପିଲାମାନେ କିଛି ଶିଖିଥାନ୍ତେ, ଶିକ୍ଷଣୀୟ ଥିଲା ଯେ ପ୍ୟାରେଡ୍ କଲେ କ'ଣ ହେବ। କିନ୍ତୁ ଦୁଃଖର ବିଷୟ, ଏବେ କିଛି ଏ ବ୍ଲକର ବ୍ୟବସ୍ଥା କରିପାରିଲେ ନାହିଁ। ସେପରି ଆଉ ଗୋଟେ ଦୁଃଖର ବିଷୟ, ବହୁତ ଦିନ ହେଲା ICDS ଅଫିସରେ ଫ୍ଲାଗ ହୋଷ୍ଟିଂ ହେଉଥିଲା, କିନ୍ତୁ ଆଜି ସେଠି ଫ୍ଲାଗ ହୋଷ୍ଟିଂ ହେଇପାରିଲା ନାହିଁ। କ'ଣ ପାଇଁ କେଜାଣି ICDS ବାଲା କଲେ ନାହିଁ, ସେଟା ତାଙ୍କ କହିପାରିବେ। କିନ୍ତୁ ମୁଁ ହେଉଛି ଗୋଟେ ବ୍ଲକ ପାଇଁ ଏଇଟା ଗୋଟେ ଲଜ୍ଜାଜନକ କାମ। ପ୍ରତି ବର୍ଷ ହେଉଥିଲା, କିନ୍ତୁ ଏଇ ବର୍ଷଟା ହେଇପାରିଲା ନାହିଁ। କ'ଣ ପାଇଁ କଲେ ନାହିଁ ସେମାନେ କହିବେ।